ବନ୍ଧୁଗଣ, ବର୍ତ୍ତମାନ ଶୁଣନ୍ତୁ ରାଣୀ ଲକ୍ଷ୍ମୀବାଈଙ୍କର ସଂକ୍ଷିପ୍ତ କାହାଣୀ। ମହାରାଣୀ ଲକ୍ଷ୍ମୀବାଈଙ୍କ ଜୀବନ କାଳ ଥିଲା ସ୍ୱଳ୍ପ। ସେ ମାତ୍ର 23 ବର୍ଷ ଜୀବିତ ରହିଥିଲେ। ସ୍ୱଳ୍ପ କାଳ ବଞ୍ଚିଥିଲେ ମଧ୍ୟ ଏହି ଅବଧି ଭିତରେ ସେ ଯେଉଁ ଅପୂର୍ବ ସାହସିକତା, ଶୌର୍ଯ୍ୟର ନିଦର୍ଶନ ରଖି ଯାଇଛନ୍ତି, ସେଥି ନିମନ୍ତେ ଅଗଣିତ ଭାରତୀୟଙ୍କ ହୃଦୟରେ ବୀରା ରମଣୀ ଭାବରେ ଆଜି ବି ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମୀ ରୂପୀ ରଣଯଜ୍ଞରେ ସେ ଅସୀମ ସାହସିନୀ ମହିଳା ସଂଗ୍ରାମୀ ଭାବରେ ଗଣାଯାଇଥାନ୍ତି। କୁହାଯାଇଥାଏ, ସେ ଶତ୍ରୁ ହେଉ ପଛକେ ଯଥାର୍ଥ ଶୂରବୀରଙ୍କ ଗୁଣଗାନ କରୁଥିଲେ। ଇଂରେଜମାନଙ୍କ ବିରୋଧରେ ଲକ୍ଷ୍ମୀବାଈ ଯେପରି ବୀରତ୍ୱର ସହ ଲଢ଼େଇ କରିଥିଲେ, ତାଙ୍କର ଅପୂର୍ବ ଯୁଦ୍ଧ କୌଶଳ ଦେଖି ଫିରିଙ୍ଗୀମାନେ ତାଙ୍କୁ ତାରିଫ କରିବାକୁ ଭୁଲୁ ନଥିଲେ। ଝାନ୍ସୀ, କାଲ୍ପି, ଗ୍ୱାଲିୟର ଏହି ତିନି କ୍ଷେତ୍ରରେ ସେ ଅଭୂତପୂର୍ବ ବୀରତ୍ୱର ସହ ଲଢ଼େଇ କରିଥିଲେ। ନାନା ସାହେବଙ୍କ ପ୍ରଶିକ୍ଷଣ ଲକ୍ଷ୍ମୀବାଈଙ୍କୁ ବୀରାଙ୍ଗନା ଦେଶଭକ୍ତ ରୂପେ ସଜାଇ ଦେଇଥିଲା। ବିବାହ ପରେ ସେ ଝାନ୍ସୀକୁ ଆସିଥିଲେ। 1851 ମସିହାରେ ତାଙ୍କର ଏକମାତ୍ର ପୁତ୍ର ସନ୍ତାନର ଅକାଳ ମୃତ୍ୟୁ ହୋଇଥିଲା, ଜନ୍ମର ମାତ୍ର 3 ମାସ ପରେ। ଏହାର 2 ବର୍ଷ ପରେ 1853 ମସିହାରେ ଭବିଷ୍ୟତ ଉତ୍ତରାଧିକାରୀ ନିମନ୍ତେ ଜଣେ ବାଳକକୁ ଦତ୍ତପୁତ୍ର ରୂପେ ଗ୍ରହଣ କରିଥିଲେ। ଇଂରେଜମାନଙ୍କୁ ଏହା ସୁଖ ଲାଗିନଥିଲା। କଳେ ବଳେ କୌଶଳେ ଝାନ୍ସୀ ଅକ୍ତିଆର କରି ଦୁର୍ଦ୍ଧଷ ବୀରାଙ୍ଗନା ଲକ୍ଷ୍ମୀବାଈଙ୍କୁ ହତ୍ୟା କରିବା ନିମନ୍ତେ ଇଂରେଜମାନେ ବଦ୍ଧପରିକର ଥିଲେ। ପରବର୍ତ୍ତୀ ସମୟରେ ଗ୍ୱାଲିୟରଠାରେ ବୀରତ୍ୱର ସହ ଇଂରେଜମାନଙ୍କୁ ମୁକାବିଲା କରି ଶେଷକୃତ୍ୟ ପ୍ରାପ୍ତି ହୋଇଥିଲେ। କୁହାଯାଏ, ଜଣେ ଭାରତୀୟ ସୈନିକର ଯିଏକି ଇଂରେଜ ପକ୍ଷରେ ଥିବା ଭାରତୀୟ ସୈନିକର ଗୁଳି ତାଙ୍କ ମସ୍ତିଷ୍କ ଭେଦ କରି ଯାଇଥିଲା। ସେ ସମୟରେ ବିଲାତରୁ ପ୍ରକାଶ ପାଉଥିବା ଲଣ୍ଡନ ଟାଇମ୍ସ ପତ୍ରିକା ଝାନ୍ସୀ ରାଣୀଙ୍କ ଅପୂର୍ବ ବୀରତ୍ୱ, ସାହସିକତାର ଭୂରି ଭୂରି ପ୍ରଶଂସା କରି ଲେଖିଥିଲେ, ରାଣୀ ଲକ୍ଷ୍ମୀବାଈଙ୍କର ବୀରତ୍ୱର ପଟାନ୍ତର ନାହିଁ। ଦୀର୍ଘ ସମୟ ଅଶ୍ୱପୃଷ୍ଠରେ ବସି ତୀବ୍ର ବେଗରେ ଅସି ଚାଳନାରେ ସେ ଥିଲେ ଧୁରନ୍ଧର। ଏପରି ନୂଆ ନୂଆ ଆଧ୍ୟାତ୍ମିକ ଦେଶପ୍ରେମ କାହାଣୀ ଶୁଣିବା ପାଇଁ ଓ ପଢ଼ିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍, ସେୟାର, ଲାଇକ୍ ଓ ଫଲୋ କରନ୍ତୁ ଓ ଆପଣଙ୍କର ସୁଚିନ୍ତିତ କମେଣ୍ଟ ବି ଦିଅନ୍ତୁ। ନମସ୍କାର।